ସମସ୍ତଙ୍କୁ ସ୍ୱାଗତ ଜଣାଉଛି ଆଜିର ଏହି ଭିଡ଼ିଓ ଆଲୋଚନାକୁ। ଆଜିର ଏହି ଭିଡ଼ିଓରେ ପ୍ରାଚୀନ ଓଡ଼ିଆ ଗଦ୍ୟ ସାହିତ୍ୟ ସମ୍ପର୍କରେ ସଂକ୍ଷିପ୍ତ ପ୍ରଶ୍ନ ଓ ଉତ୍ତର ଆଲୋଚନା କରିବା। ପ୍ରଥମ ପ୍ରଶ୍ନ ହେଉଛି, ନାଥ ଧର୍ମରେ ନାଥ ଶବ୍ଦଟି କେଉଁ ଅର୍ଥରେ ବ୍ୟବହୃତ? ଅପସନ୍ ଏ ଗୁରୁ, ଅପସନ୍ ବି ଶିଷ୍ୟ, ଅପସନ୍ ସି ସ୍ୱାମୀ ବା ପ୍ରଭୁ, ଅପସନ୍ ଡି ପ୍ରଚାରକ। ନାଥ ଧର୍ମରେ ନାଥ ଶବ୍ଦଟି କେଉଁ ଅର୍ଥରେ ବ୍ୟବହୃତ? ସଠିକ୍ ଉତ୍ତର ଅପସନ୍ ସି ସ୍ୱାମୀ ବା ପ୍ରଭୁ। ପରବର୍ତ୍ତୀ ପ୍ରଶ୍ନ, ନାଥ ଧର୍ମ କେଉଁ ଉପାସନାକୁ ଗୁରୁତ୍ୱ ଦିଏ? ବୌଦ୍ଧ ଧର୍ମ, ଶୈବ ଧର୍ମ, ଜୈନ ଧର୍ମ, କେଉଁଟି ନୁହେଁ? ନାଥ ଧର୍ମ କେଉଁ ଉପାସନାକୁ ଗୁରୁତ୍ୱ ଦିଏ? ସଠିକ୍ ଉତ୍ତର ହେବ ଅପସନ୍ ବି ଶୈବ ଧର୍ମ। ପରବର୍ତ୍ତୀ ପ୍ରଶ୍ନ, ନାଥ ଧର୍ମ କେଉଁ ଧର୍ମର ଏକ ଶାଖା ଭାବରେ ଗ୍ରହଣ କରାଯାଏ କେତେକ ଆଲୋଚକଙ୍କ ମତରେ? ଅପସନ୍ ଏ ବୌଦ୍ଧ ଧର୍ମ, ଅପସନ୍ ବି ଶାକ୍ତ ଧର୍ମ, ଅପସନ୍ ସି ଜୈନ ଧର୍ମ, ଅପସନ୍ ଡି ଶୈବ ଧର୍ମ। ସଠିକ୍ ଉତ୍ତର ଅପସନ୍ ଡି ଶୈବ ଧର୍ମ। ପରବର୍ତ୍ତୀ ପ୍ରଶ୍ନ, ଗୋରେଖ ସଂହିତା ଅନୁସାରେ କିଏ ନାଥ ଧର୍ମର ପ୍ରବର୍ତ୍ତକ? ନବନାଥ, ଗୋରେଖନାଥ, ମତ୍ସ୍ୟେନ୍ଦ୍ରନାଥ, ଆଦିନାଥ। ସଠିକ୍ ଉତ୍ତର ହେବ ଅପସନ୍ ବି ଗୋରେଖନାଥ। ପରବର୍ତ୍ତୀ ପ୍ରଶ୍ନ, ଶିଶୁବେଦର ରଚୟିତା କିଏ? ମତ୍ସ୍ୟେନ୍ଦ୍ରନାଥ, ନବନାଥ, ଆଦିନାଥ, ଗୋରେଖନାଥ। ଶିଶୁବେଦର ରଚୟିତା କିଏ? ସଠିକ୍ ଉତ୍ତର ହେବ ଅପସନ୍ ଡି ଗୋରେଖନାଥ। ପରବର୍ତ୍ତୀ ପ୍ରଶ୍ନ, ଶିଶୁବେଦକୁ କିଏ ଶିଶୁବେଦ ଭାବରେ ଗ୍ରହଣ କରନ୍ତି? ବଂଶୀଧର ମହାନ୍ତି, ଦୋଳଗୋବିନ୍ଦ ଶାସ୍ତ୍ରୀ, ସୁରେନ୍ଦ୍ର ମହାନ୍ତି, ମାୟାଧର ମାନସିଂହ। ଶିଶୁବେଦକୁ କିଏ ଶିଶୁବେଦ ଭାବରେ ଗ୍ରହଣ କରନ୍ତି? ସଠିକ୍ ଉତ୍ତର ଅପସନ୍ ବି ଦୋଳଗୋବିନ୍ଦ ଶାସ୍ତ୍ରୀ। ପରବର୍ତ୍ତୀ ପ୍ରଶ୍ନ, ଶିଶୁ ଶବ୍ଦ କେଉଁ ଶବ୍ଦର ଅପଭ୍ରଷ୍ଟ ରୂପ? ଅପସନ୍ ଏ ସୁଷୁମ୍ନା, ଅପସନ୍ ବି ଶିଶୁମୁନା, ଅପସନ୍ ସି ଶିଶୁବେଦ, ଅପସନ୍ ଡି ଶିଶୁବୋଧ। ଶିଶୁ ଶବ୍ଦ କେଉଁ ଶବ୍ଦର ଅପଭ୍ରଷ୍ଟ ରୂପ? ସଠିକ୍ ଉତ୍ତର ଅପସନ୍ ଏ ସୁଷୁମ୍ନା। ପରବର୍ତ୍ତୀ ପ୍ରଶ୍ନ, ନାଥଯୋଗୀମାନେ ଯୋଗଲବ୍ଧ ଜ୍ଞାନକୁ କେଉଁ ନାମରେ ଗ୍ରହଣ କରନ୍ତି? ବ୍ରହ୍ମ, ପରମାନନ୍ଦ, ପରମ ତୃପ୍ତି, ମୋକ୍ଷ। ସଠିକ୍ ଉତ୍ତର ଅପସନ୍ ଏ ବ୍ରହ୍ମ। ପରବର୍ତ୍ତୀ ପ୍ରଶ୍ନ, ଶିଶୁବେଦକୁ ଶାରଳା ଦାସ ମହାଭାରତରେ କେଉଁ ନାମ ଦେଇଛନ୍ତି? ଶିଶୁମୁନା ବେଦ, ଶିଶୁବୋଧ ଗୀତା, ଶିଶୁମ୍ନା ଯୋଗ, କେଉଁ ନାମରେ ନୁହେଁ? ଶିଶୁବେଦକୁ ଶାରଳା ଦାସ ମହାଭାରତରେ କେଉଁ ନାମ ଦେଇଛନ୍ତି? ସଠିକ୍ ଉତ୍ତର ହେବ ଅପସନ୍ ଏ ଶିଶୁମୁନା ବେଦ। ପରବର୍ତ୍ତୀ ପ୍ରଶ୍ନ, ଶିଶୁବେଦକୁ ପଞ୍ଚମ ବେଦ ଭାବରେ ଗ୍ରହଣ କରିଥିବା ଆଉ ଜଣେ ପରବର୍ତ୍ତୀକାଳୀନ କବିଙ୍କ ନାମଲେଖ କର। ବଳରାମ ଦାସ, ଜଗନ୍ନାଥ ଦାସ, ଶାରଳା ଦାସ, ମହାଦେବ ଦାସ। ସଠିକ୍ ଉତ୍ତର ଅପସନ୍ ସି ଶାରଳା ଦାସ। ପରବର୍ତ୍ତୀ ପ୍ରଶ୍ନ, ଶିଶୁବେଦକୁ ପଞ୍ଚମ ବେଦ ଭାବରେ ଗ୍ରହଣ କରିଥିବା ଆଉ ଜଣେ ପରବର୍ତ୍ତୀକାଳୀନ କବିଙ୍କ ନାମଲେଖ କର। କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା, ରାମଦାସ, ନାରାୟଣାନନ୍ଦ ଅବଧୂତ ସ୍ୱାମୀ, ଧନଞ୍ଜୟ ଭଞ୍ଜ। ସଠିକ୍ ଉତ୍ତର ଅପସନ୍ ସି ନାରାୟଣାନନ୍ଦ ଅବଧୂତ ସ୍ୱାମୀ। ପରବର୍ତ୍ତୀ ପ୍ରଶ୍ନ, କେଉଁ ପରବର୍ତ୍ତୀ ସାଧକମାନଙ୍କ ସାଧନ ପ୍ରଣାଳୀ ନାଥଯୋଗୀମାନଙ୍କ ସାଧନ ପ୍ରଣାଳୀ ସହ ସମତା ରକ୍ଷା କରେ? ପଞ୍ଚସଖା, ଷଡ଼ଗୋସ୍ୱାମୀ, ଓଲବାରପନ୍ଥୀ, ଗୌଡ଼ୀୟ ବୈଷ୍ଣବ ଗୋଷ୍ଠୀ। ସଠିକ୍ ଉତ୍ତର ଅପସନ୍ ଏ ପଞ୍ଚସଖା।
परवर्ती प्रश्न गोरेखनाथ कहार शिष्य महेंद्रनाथ आदिनाथ कालनाथ अति कालनाथ गोरेखनाथ कहार शिष्य सठिक उत्तर ऑप्शन ए महेंद्रनाथ। परवर्ती प्रश्न जोगी जाति बा नाथ माने शिवंक ठारू जात बोली केउ पुराण रे उल्लेख अछि ब्रह्मांड पुराण पद्म पुराण ब्रह्म वैवर्त पुराण शिव पुराण जोगी जाति बा नाथ माने शिवंक ठारू जात बोली केउ पुराण रे उल्लेख अछि सठिक उत्तर ऑप्शन सी ब्रह्म वैवर्त पुराण। गोरेखनाथ नेपाल रे केउ नाम रे परिचित आदिनाथ नवनाथ नेनाड़ीनाथ नेपाल सिद्ध गोरेखनाथ नेपाल रे केउ नाम रे परिचित सठिक उत्तर ऑप्शन डी नेपाल सिद्ध। नाथ धर्मर प्रथम ग्रंथ केउटी अमरकोश शिशुवेद गोरेख गीता शिव स्वरोदय नाथ धर्मर प्रथम ग्रंथ केउटी सठिक उत्तर ऑप्शन बी शिशुवेद। परवर्ती प्रश्न शिशुवेद रे केतोटी श्लोक रहिछि 20टी 25टी 28टी 30टी शिशुवेद रे केतोटी श्लोक रहिछि सठिक उत्तर ऑप्शन बी 25टी। शिशुवेद गद्य रचना ना पद्य रचना गद्य रचना पद्य रचना गद्य और पद्य उभय रचना गद्यात्मक पद्य रचना शिशुवेद गद्य रचना ना पद्य रचना सठिक उत्तर हेबो ऑप्शन सी गद्य और पद्य उभय रचना। परवर्ती प्रश्न महेंद्रनाथ जन्मस्थान ओडिशा बोली केउ गवेषक कहिसंती दोलगोविंद शास्त्री नीलकंठ दास विनायक मिश्र आशुतोष पट्टनायक सठिक उत्तर ऑप्शन ए दोलगोविंद शास्त्री। परवर्ती प्रश्न शिशुवेद रे मुख्यतः केउ साधना को प्राधान्य दिया जाए जोग साधना काया साधना तंत्र साधना आत्मतत्व साधना शिशुवेद रे मुख्यतः केउ साधना को प्राधान्य दिया जाए सठिक उत्तर ऑप्शन ए जोग साधना। अमरकोश गीतार लेखक किए बोली गवेषक माने मत दियंती आदिनाथ कालनाथ गोरेखनाथ महेंद्रनाथ सठिक उत्तर ऑप्शन ए आदिनाथ। परवर्ती प्रश्न आदिनाथंकर शिष्य किए थिले गोपीचंद्र गोविंद चंद्र लोई हाड़ीपा सठिक उत्तर ऑप्शन सी लोई। परवर्ती प्रश्न नगेंद्रनाथ प्रधान नाथ धर्म प्रख्यापक केउ पोथीर संग्राहक महेंद्र गीता अमरकोश गोरेख गीता अमर पटड़ सठिक उत्तर ऑप्शन बी अमरकोश। परवर्ती प्रश्न गवेषक ब्रह्मानंद दास केउ ग्रंथटीर आविष्कार करी एहा उपरे एक पांडित्यपूर्ण प्रबंध रचना करिसंती गोरेख गीता महेंद्र गीता अष्टांग जोग धारणम शिव स्वरोदय सठिक उत्तर ऑप्शन बी महेंद्र गीता। परवर्ती प्रश्न अष्टांग जोग धारण ग्रंथटी केउ गवेषकଙ୍କ द्वारा संगृहीत होई प्रकाश पाइछि दोलगोविंद शास्त्री ब्रह्मानंद दास बंशीधर महांती नगेंद्रनाथ प्रधान सठिक उत्तर ऑप्शन सी बंशीधर महांती।
ନାଥଧର୍ମ ପ୍ରଖ୍ୟାପକ କେଉଁ ଗ୍ରନ୍ଥଟି ଗୁରୁ ହାଡ଼ିପା ଓ ଶିଷ୍ୟ ଗୋବିନ୍ଦ ଚନ୍ଦ୍ରଙ୍କ ଉକ୍ତି ପ୍ରତ୍ୟୁକ୍ତି ଛନ୍ଦରେ ରଚିତ? ଗୋବିନ୍ଦ ଚନ୍ଦ୍ର, ଗୋରେଖ ଗୀତା, ଶିବ ସ୍ୱରୋଦୟ, ଅମର ପଟଡ଼। ସଠିକ ଉତ୍ତର ଅପସନ୍ ବି ଗୋରେଖ ଗୀତା। ପରବର୍ତ୍ତୀ ପ୍ରଶ୍ନ, ଗବେଷକ ବ୍ରହ୍ମାନନ୍ଦ ଦାସଙ୍କ ମତରେ କେଉଁ ଗ୍ରନ୍ଥଟି ବୌଦ୍ଧଗାନ ଓ ଦୋହା ପରେ ପ୍ରଥମ ଓଡ଼ିଆ ରଚନା? ମୈସେନ୍ଦ୍ର ଗୀତା, ଗୋରେଖ ଗୀତା, ଗୋବିନ୍ଦ ଚନ୍ଦ୍ର, ଟୀକା ଗୋବିନ୍ଦ ଚନ୍ଦ୍ର। ସଠିକ ଉତ୍ତର ଅପସନ୍ ଏ ମୈସେନ୍ଦ୍ର ଗୀତା। ପରବର୍ତ୍ତୀ ପ୍ରଶ୍ନ, ଗୋବିନ୍ଦ ଚନ୍ଦ୍ରର ରଚୟିତା କିଏ? ଦୈବଜ୍ଞ ବିପ୍ର, ଯଶୋବନ୍ତ ଦାସ, ଉଦ୍ଧବ ଦାସ, ଚନ୍ଦ୍ରଶେଖର ନାଥ। ଗୋବିନ୍ଦ ଚନ୍ଦ୍ରର ରଚୟିତା କିଏ? ଅପସନ୍ ଏ ଦୈବଜ୍ଞ ବିପ୍ର। ନାଥଧର୍ମ ଦର୍ଶନ ଦୃଷ୍ଟିରୁ ରଚିତ କେଉଁ ଗ୍ରନ୍ଥଟିର ପଦ ଖୁବ୍ ଲଳିତ ଓ ମଧୁର? ଟୀକା ଗୋବିନ୍ଦ ଚନ୍ଦ୍ର, ଗୋବିନ୍ଦ ଚନ୍ଦ୍ର, ଗୋରେଖ ଗୀତା, ଶିବ ସ୍ୱରୋଦୟ। ନାଥଧର୍ମ ଦର୍ଶନ ଦୃଷ୍ଟିରୁ ରଚିତ କେଉଁ ଗ୍ରନ୍ଥଟିର ପଦ ଖୁବ୍ ଲଳିତ ଓ ମଧୁର? ସଠିକ ଉତ୍ତର ଅପସନ୍ ଏ ଟୀକା ଗୋବିନ୍ଦ ଚନ୍ଦ୍ର। ନାଥଧର୍ମ ଦର୍ଶନ ସମ୍ବଳିତ କେଉଁ ଗ୍ରନ୍ଥରେ ଜଗନ୍ନାଥଙ୍କୁ ଜୀବନାଥ ରୂପେ ପରିକଳ୍ପିତ? ଅପସନ୍ ଏ ଗୋରେଖ ଗୀତା, ଅପସନ୍ ବି ମୈସେନ୍ଦ୍ର ଗୀତା, ଅପସନ୍ ସି ଶିବ ସ୍ୱରୋଦୟ, ଅପସନ୍ ଡି ଗୋବିନ୍ଦ ଚନ୍ଦ୍ର। ସଠିକ ଉତ୍ତର ଅପସନ୍ ବି ମୈସେନ୍ଦ୍ର ଗୀତା। ପରବର୍ତ୍ତୀ ପ୍ରଶ୍ନ, ନାଥଧର୍ମ ଦର୍ଶନ ଓ ସାହିତ୍ୟ ଦୃଷ୍ଟିରୁ ରଚିତ କେଉଁ ଗ୍ରନ୍ଥଟି ଏକ ଲୋକ ସାହିତ୍ୟ ବା ଉତ୍କୃଷ୍ଟ ଗୀତିକାବ୍ୟ? ଗୋବିନ୍ଦ ଚନ୍ଦ୍ର, ଟୀକା ଗୋବିନ୍ଦ ଚନ୍ଦ୍ର, ଗୋରେଖ ଗୀତା, ମୈସେନ୍ଦ୍ର ଗୀତା। ସଠିକ ଉତ୍ତର ଅପସନ୍ ବି ଟୀକା ଗୋବିନ୍ଦ ଚନ୍ଦ୍ର। ଟୀକା ଗୋବିନ୍ଦ ଚନ୍ଦ୍ରରେ କେଉଁ ରସର ପ୍ରାବଲ୍ୟ ଅନୁଭୂତ ହୁଏ? କରୁଣ ରସ, ଭକ୍ତି ରସ, ଶୃଙ୍ଗାର ରସ, ବୀର ରସ। ଟୀକା ଗୋବିନ୍ଦ ଚନ୍ଦ୍ରରେ କେଉଁ ରସର ପ୍ରାବଲ୍ୟ ଅନୁଭୂତ ହୁଏ? ସଠିକ ଉତ୍ତର ଅପସନ୍ ଏ କରୁଣ ରସ। ଗୋରେଖନାଥ କହିଲେ ମଲ୍ଲିକା ଶୁଣିଲେ, ଗୁରୁ ଶିଷ୍ୟ ପରମ ଆତ୍ମାରେ ବିହରିଲେ। ଏହା କେଉଁ ଗ୍ରନ୍ଥରୁ ଗୃହୀତ? ଶିଶୁବେଦ, ଅମରକୋଷ ଗୀତା, ସପ୍ତାଙ୍ଗ ଯୋଗ ଧାରଣ, ମୈସେନ୍ଦ୍ର ଗୀତା। ସଠିକ ଉତ୍ତର ଅପସନ୍ ସି ସପ୍ତାଙ୍ଗ ଯୋଗ ଧାରଣ। ଭଜୁକିନା ରାମ ନାମରେ କୁମର ଭଜୁକିନା ରାମ ରାମ, ଭଜି ନ ପାରିଲେ କୂଳ ଚନ୍ଦ୍ରମାରେ ବାନ୍ଧି ନେବ କାଳ ଯମ। ଏହା କେଉଁ ରଚନାର ପ୍ରଥମ ପଦ? ଗୋବିନ୍ଦ ଚନ୍ଦ୍ର, ଟୀକା ଗୋବିନ୍ଦ ଚନ୍ଦ୍ର, ଶିବ ସ୍ୱରୋଦୟ, ଅଷ୍ଟାଙ୍ଗ ଯୋଗ ଧାରଣ। ସଠିକ ଉତ୍ତର ଅପସନ୍ ବି ଟୀକା ଗୋବିନ୍ଦ ଚନ୍ଦ୍ର। ନାଥଯୋଗୀମାନେ କେଉଁ ବାଦ୍ୟ ବଜାଇ ଭିକ୍ଷା କରନ୍ତି? କେନ୍ଦରା, ମୃଦଙ୍ଗ, ଝାଞ୍ଜ, ରାମତାଡ଼ି। ନାଥଯୋଗୀମାନେ କେଉଁ ବାଦ୍ୟ ବଜାଇ ଭିକ୍ଷା ମାଗନ୍ତି? ସଠିକ ଉତ୍ତର ଅପସନ୍ ଏ କେନ୍ଦରା। କ ସ୍ତମ୍ଭ ଖ ସ୍ତମ୍ଭ। କ ସ୍ତମ୍ଭରେ ଅଛି ମୈସେନ୍ଦ୍ରନାଥ, ଗୋରେଖନାଥ, ଆଦିନାଥ, ହାଡ଼ିପା। ଖ ସ୍ତମ୍ଭ ଲୋଇ, ଗୋବିନ୍ଦ ଚନ୍ଦ୍ର, ଗୋରେଖନାଥ, ମଲ୍ଲିକା। ସଠିକ ଉତ୍ତର ହେବ ମୈସେନ୍ଦ୍ରନାଥ, ଲୋଇ, ଗୋରେଖନାଥ, ଗୋବିନ୍ଦ ଚନ୍ଦ୍ର, ଆଦିନାଥ, ଗୋରେଖନାଥ, ହାଡ଼ିପା, ମଲ୍ଲିକା।
क स्तंभ ख स्तंभ क स्तंभ रे अछि गोरेख गीता महेन्द्र गीता अष्टांग जोग धारण गोविंद चंद्र। ख स्तंभ रे अछि महेन्द्र नाथ यशवंत दास चंद्रशेखर नाथ गोरेख नाथ। सठिक उत्तर हेब गोरेख गीता चंद्रशेखर नाथ महेन्द्र गीता महेन्द्र नाथ अष्टांग जोग धारण गोरेख नाथ गोविंद चंद्र यशवंत दास। परवर्ती प्रश्न ओडिशार नाथ संप्रदाय और नाथ साहित्य पुस्तकर रचयिता किए? ओडिशार नाथ संप्रदाय और नाथ साहित्य पुस्तकर रचयिता किए? सठिक उत्तर ऑप्शन बी बंशीधर महांती। परवर्ती प्रश्न नाथ धर्म और दर्शन पुस्तकर रचयिता किए? बंशीधर महांती आर्तबल्लभ महांती चित्तरंजन दास दौड़गोविंद शास्त्री। सठिक उत्तर ऑप्शन डी दौड़गोविंद शास्त्री। नाथ धर्म संपर्कित शिशुवेद पुस्तकटी काहार रचना? गोरेखनाथ महेन्द्र नाथ बंशीधर महांती दौड़गोविंद शास्त्री। नाथ धर्म संपर्कित शिशुवेद पुस्तकटी काहार रचना? सठिक उत्तर ऑप्शन ए गोरेखनाथ। नाथ धर्मर प्रथम पुस्तकर नाम कौन? अमरकोश गीता गोरेख संहिता शिशुवेद महेन्द्र गीता। सठिक उत्तर ऑप्शन सी शिशुवेद। शिशुवेद पुस्तक श्लोक संख्या केते? 30 28 22 25। सठिक उत्तर ऑप्शन डी 25। महेन्द्र गीतार आविष्कारक किए? दौड़गोविंद शास्त्री बंशीधर महांती गोरेखनाथ श्री ब्रह्मानंद दास। महेन्द्र गीतार आविष्कारक किए? सठिक उत्तर ऑप्शन डी श्री ब्रह्मानंद दास। महेन्द्र नाथक शिष्य किए थिले? सिद्ध गोरेखनाथ गौरंगनाथ मल्लिकानाथ विरूपाक्षनाथ। सठिक उत्तर ऑप्शन ए सिद्ध गोरेखनाथ। गोरेखनाथଙ୍କ शिष्यर नाम कौन? गोविंद चंद्र लोई हाड़ीपा जड़ंधर नाथ। गोरेखनाथଙ୍କର शिष्यर नाम कौन? सठिक उत्तर ऑप्शन बी लोई। सिद्ध सिद्धांत पद्धति पुस्तकटी काहा द्वारा रचित? गोरेखनाथ महेन्द्र नाथ दौड़गोविंद शास्त्री श्री ब्रह्मानंद दास। सठिक उत्तर ऑप्शन ए गोरेखनाथ। परवर्ती प्रश्न अमरकोश पुस्तकटी काहा नामरे भणिता होइथिला? आदिनाथ महेन्द्र नाथ गोरेखनाथ जगन्नाथ। अमरकोश पुस्तकटी काहा नामरे भणिता होइथिला? सठिक उत्तर हेब ऑप्शन ए आदिनाथ। किए नेपाल रे आर्य अवलोकितेश्वर भावरे पूजा पाउथिले? गोरेखनाथ महेन्द्र नाथ आदिनाथ विरूपाक्षनाथ। सठिक उत्तर ऑप्शन बी महेन्द्र नाथ। केउं ग्रंथरे गोरेखनाथ और मल्लिकानाथ बचनिका माध्यम महेन्द्र नाथंकर जन्म कथा वर्णित होइछि? अष्टांग जोग धारणम सप्तांग जोग धारणम शिशुवेद अमरकोश गीता। सठिक उत्तर ऑप्शन ए अष्टांग जोग धारणम। परवर्ती प्रश्न परचे गीता ग्रंथटी काहा द्वारा रचित? सठिक उत्तर ऑप्शन डी द्वारिका दास।
ସପ୍ତାଙ୍ଗ ଯୋଗ ଧାରଣମ୍ ଗ୍ରନ୍ଥଟି କିଏ ଲେଖିଛନ୍ତି? ମୈସେନ୍ଦ୍ରନାଥ, ଦ୍ୱାରିକା ଦାସ, ମହାଦେବ ଦାସ, ଗୋରେଖନାଥ। ସଠିକ୍ ଉତ୍ତର ଅପସନ୍ ଡି ଗୋରେଖନାଥ। ପରବର୍ତ୍ତୀ ପ୍ରଶ୍ନ, ସପ୍ତାଙ୍ଗ ଯୋଗସାର ଟୀକା ଗ୍ରନ୍ଥଟି କାହା ଦ୍ୱାରା ରଚିତ? ଜଗନ୍ନାଥ ଦାସ, ଗୋରେଖନାଥ, ମୈସେନ୍ଦ୍ରନାଥ, ବଳରାମ ଦାସ। ସଠିକ୍ ଉତ୍ତର ଅପସନ୍ ଡି ବଳରାମ ଦାସ। ପରବର୍ତ୍ତୀ ପ୍ରଶ୍ନ, ଓଡ଼ିଶାରେ ନାଥମାନଙ୍କର ପ୍ରଧାନ ପୀଠ ବା ଗାଦି କେଉଁଠାରେ ଥିଲା? କଟକ, ପୁରୀ, ବାଲେଶ୍ୱର, କେନ୍ଦ୍ରାପଡ଼ାର କିଆରବାଙ୍କ ମଠ। ସଠିକ୍ ଉତ୍ତର ଅପସନ୍ ଡି କେନ୍ଦ୍ରାପଡ଼ାର କିଆରବାଙ୍କ ମଠ। ପରବର୍ତ୍ତୀ ପ୍ରଶ୍ନ, ନେପାଳରେ ଗୋରେଖନାଥ କେଉଁ ନାମରେ ପରିଚିତ? ନେପାଳ ଯୋଗୀ, ନେପାଳ ନାଥ, ନେପାଳ ରାଜା, ନେପାଳ ସିଦ୍ଧ। ସଠିକ୍ ଉତ୍ତର ଅପସନ୍ ଡି ନେପାଳ ସିଦ୍ଧ। ପରବର୍ତ୍ତୀ ପ୍ରଶ୍ନ, ଅନ୍ ହିନ୍ଦୁଇଜିମ୍ ଗ୍ରନ୍ଥର ସ୍ରଷ୍ଟା କିଏ? ଆଚାର୍ଯ୍ୟ କ୍ଷିତିମୋହନ ସେନ, ଅଧ୍ୟାପକ ଏ.ପି. କର୍ମରକର, ଚନ୍ଦ୍ରଶେଖର ନନ୍ଦ, ଦୋଳଗୋବିନ୍ଦ ଶାସ୍ତ୍ରୀ। ଅନ୍ ହିନ୍ଦୁଇଜିମ୍ ଗ୍ରନ୍ଥର ସ୍ରଷ୍ଟା କିଏ? ସଠିକ୍ ଉତ୍ତର ଅପସନ୍ ଏ ଆଚାର୍ଯ୍ୟ କ୍ଷିତିମୋହନ ସେନ। ଟୀକା ଗୋବିନ୍ଦ ଚନ୍ଦ୍ର ଗ୍ରନ୍ଥର ସ୍ରଷ୍ଟା କିଏ? ସଠିକ୍ ଉତ୍ତର ଅପସନ୍ ଏ ଯୋଗୀନ୍ଦ୍ର ଦୈବଜ୍ଞ ବିପ୍ର। ପରବର୍ତ୍ତୀ ପ୍ରଶ୍ନ, କେତେ ଶତାବ୍ଦୀରେ ନାଥ ଧର୍ମ ଓଡ଼ିଆ ତଥା ଭାରତର ଅନ୍ୟାନ୍ୟ ଅଞ୍ଚଳକୁ ପରିବ୍ୟାପ୍ତ ହୋଇଥିଲା? ଦ୍ୱାଦଶ, ତ୍ରୟୋଦଶ, ଚତୁର୍ଦ୍ଦଶ, ଏକାଦଶ। ସଠିକ୍ ଉତ୍ତର ଅପସନ୍ ଏ ଦ୍ୱାଦଶ। ପରବର୍ତ୍ତୀ ପ୍ରଶ୍ନ, ନାଥ ଧର୍ମର ପ୍ରଧାନ ଉପାସ୍ୟ ଦେବତା କିଏ? ଜଗନ୍ନାଥ, ଶିବ, ନାରାୟଣ, ସୁଦର୍ଶନ। ସଠିକ୍ ଉତ୍ତର ଅପସନ୍ ବି ଶିବ। ନାଥ ଧର୍ମର ବିଶିଷ୍ଟ ସ୍ୱରୂପ କ'ଣ? ନାରୀ ଶକ୍ତି ପୂଜା, ତନ୍ତ୍ର ଉପାସନା, ବିଷ୍ଣୁ ଉପାସନା, ହଠଯୋଗ ଓ କାୟା ସାଧନା। ନାଥ ଧର୍ମର ବିଶିଷ୍ଟ ସ୍ୱରୂପ କ'ଣ? ସଠିକ୍ ଉତ୍ତର ଅପସନ୍ ଡି ହଠଯୋଗ ବା କାୟା ସାଧନା। ମୈସେନ୍ଦ୍ରନାଥଙ୍କ ଅନ୍ୟ ନାମ କ'ଣ? ମଲ୍ଲିକାନାଥ, ଗୋରେଖନାଥ, ମୀନନାଥ, ବିନ୍ଦୁନାଥ। ମୈସେନ୍ଦ୍ରନାଥଙ୍କର ଅନ୍ୟ ନାମ କ'ଣ? ସଠିକ୍ ଉତ୍ତର ଅପସନ୍ ସି ମୀନନାଥ। ନାଥ ଧର୍ମର କ୍ରମ ବିକାଶ ପୁସ୍ତକର ସ୍ରଷ୍ଟା କିଏ? ବଂଶୀଧର ମହାନ୍ତି, ଚିତ୍ତରଞ୍ଜନ ଦାସ, ଦୋଳଗୋବିନ୍ଦ ଶାସ୍ତ୍ରୀ, ନଟବର ସାମନ୍ତରାୟ। ସଠିକ୍ ଉତ୍ତର ଅପସନ୍ ସି ଦୋଳଗୋବିନ୍ଦ ଶାସ୍ତ୍ରୀ। ନାଥ ଧର୍ମର ପ୍ରଧାନ ଉପାସନା ପଦ୍ଧତି କ'ଣ? ତନ୍ତ୍ର ସାଧନା, ଶାକ୍ତ, ସନ୍ନ୍ୟାସ, ଯୋଗ। ସଠିକ୍ ଉତ୍ତର ଅପସନ୍ ଡି ଯୋଗ। ଗୋରେଖ ସଂହିତା ଅନୁସାରେ ନାଥ ଧର୍ମର ପ୍ରବର୍ତ୍ତକ କିଏ ଥିଲେ? ମୈସେନ୍ଦ୍ରନାଥ, ବିନ୍ଦୁନାଥ, ଗୋରେଖନାଥ, ଛାୟାନାଥ। ସଠିକ୍ ଉତ୍ତର ଅପସନ୍ ସି ଗୋରେଖନାଥ। ଗୋରେଖ ସଂହିତାର ଆବିଷ୍କାରକ କିଏ? ଚିତ୍ତରଞ୍ଜନ ଦାସ, ଦୋଳଗୋବିନ୍ଦ ଶାସ୍ତ୍ରୀ, ବଂଶୀଧର ମହାନ୍ତି, ଆର୍ତ୍ତବଲ୍ଲଭ ମହାନ୍ତି। ସଠିକ୍ ଉତ୍ତର ଅପସନ୍ ସି ବଂଶୀଧର ମହାନ୍ତି। ନାଥ ଧର୍ମର କେଉଁ ଗ୍ରନ୍ଥଟି ଗୁରୁ ଆଦିନାଥ ଓ ଶିଷ୍ୟ ଲୋଇଙ୍କର କଥୋପକଥନ ଶୈଳୀରେ ରଚିତ? ସପ୍ତାଙ୍ଗ ଯୋଗ ଧାରଣମ୍, ଶିଶୁବେଦ, ମୈସେନ୍ଦ୍ର ଗୀତା, ଅମରକୋଷ ଗୀତା। ସଠିକ୍ ଉତ୍ତର ଅପସନ୍ ଡି ଅମରକୋଷ ଗୀତା।
କେଉଁ ଗ୍ରନ୍ଥରେ ନାଥ ଧର୍ମର ତତ୍ତ୍ୱକୁ ବିଶ୍ଳେଷଣ କରାଯାଇଛି? ଗୋରେଖ ସଂହିତା, ମୈସେନ୍ଦ୍ର ଗୀତା, ସପ୍ତାଙ୍ଗ ଯୋଗ ଧାରଣମ୍, ଅମରକୋଷ ଗୀତା। କେଉଁ ଗ୍ରନ୍ଥରେ ନାଥ ଧର୍ମର ତତ୍ତ୍ୱକୁ ବିଶ୍ଳେଷଣ କରାଯାଇଛି? ସଠିକ୍ ଉତ୍ତର ହେବ ଅପସନ୍ ଡି, ଅମରକୋଷ ଗୀତା। ପରବର୍ତ୍ତୀ ପ୍ରଶ୍ନ, ନାଥ ଧର୍ମର କେଉଁ ଗ୍ରନ୍ଥରେ ସାଧନା ବଳରେ ମନୁଷ୍ୟ ଶରୀରକୁ ଅମର ରଖିବାର ଉପାୟମାନ ବର୍ଣ୍ଣିତ? ଗୋରେଖ ସଂହିତା, ମୈସେନ୍ଦ୍ର ଗୀତା, ଅଷ୍ଟାଙ୍ଗ ଯୋଗ ଧାରଣମ୍, ଅମରକୋଷ ଗୀତା। ନାଥ ଧର୍ମର କେଉଁ ଗ୍ରନ୍ଥରେ ସାଧନା ବଳରେ ମନୁଷ୍ୟର ଶରୀରକୁ ଅମର ରଖିବାର ଉପାୟମାନ ବର୍ଣ୍ଣିତ? ସଠିକ୍ ଉତ୍ତର ଅପସନ୍ ଡି, ଅମରକୋଷ ଗୀତା। ଚନ୍ଦ୍ର ଚାରି କଡ଼ା ଓ ସୂର୍ଯ୍ୟ ଚାରି କଡ଼ା, ଏହି 8 କଡ଼ା ହିଁ ଅଷ୍ଟାଙ୍ଗ ଭାବରେ ଗୃହୀତ। ଏହା କେଉଁ ଗ୍ରନ୍ଥରେ ବର୍ଣ୍ଣିତ? ଅପସନ୍ ଏ, ସପ୍ତାଙ୍ଗ ଯୋଗ ଧାରଣମ୍, ଶିଶୁ ବେଦ, ଅଷ୍ଟାଙ୍ଗ ଯୋଗ ଧାରଣମ୍, ମୈସେନ୍ଦ୍ର ଗୀତା। ସଠିକ୍ ଉତ୍ତର ଅପସନ୍ ସି, ଅଷ୍ଟାଙ୍ଗ ଯୋଗ ଧାରଣମ୍। ଶିବ ସ୍ୱରୋଦୟ ଗ୍ରନ୍ଥର ରଚୟିତା କିଏ? ଅନନ୍ତ ଦାସ, ଯଶୋବନ୍ତ ଦାସ, ଦ୍ୱାରିକା ଦାସ, ଅଚ୍ୟୁତାନନ୍ଦ ଦାସ। ସଠିକ୍ ଉତ୍ତର ଅପସନ୍ ବି, ଯଶୋବନ୍ତ ଦାସ। ସପ୍ତାଙ୍ଗ ଯୋଗ ଧାରଣମ୍ ଗ୍ରନ୍ଥରେ ସପ୍ତାଙ୍ଗ କହିଲେ କ'ଣ ବୁଝ? ଶରୀରର 7ଟି ଅଙ୍ଗ, 7 ପ୍ରକାର ଯୋଗ, ସପ୍ତବାର ବା 7 ଦିନ, 7ଟି ଜୀବନ ସମ୍ବନ୍ଧୀୟ ଉପଦେଶ। ସପ୍ତାଙ୍ଗ ଯୋଗ ଧାରଣମ୍ ଗ୍ରନ୍ଥରେ ସପ୍ତାଙ୍ଗ କହିଲେ କ'ଣ ବୁଝ? ସଠିକ୍ ଉତ୍ତର ହେବ ଅପସନ୍ ସି, ସପ୍ତବାର ବା 7 ଦିନ। ଶିଶୁବେଦ ପୁସ୍ତକଟି ପ୍ରଥମେ କିଏ ଲୋକଲୋଚନକୁ ଆଣିଥିଲେ? ଦୋଳଗୋବିନ୍ଦ ଶାସ୍ତ୍ରୀ, ଚିତ୍ତରଞ୍ଜନ ଦାସ, ବଂଶୀଧର ମହାନ୍ତି, ଆର୍ତ୍ତବଲ୍ଲଭ ମହାନ୍ତି। ସଠିକ୍ ଉତ୍ତର ଅପସନ୍ ସି, ବଂଶୀଧର ମହାନ୍ତି। ପରବର୍ତ୍ତୀ ପ୍ରଶ୍ନ, ଗୋରେଖନାଥ ଓ ଗୁରୁ ମୈସେନ୍ଦ୍ରନାଥ କଥୋପକଥନ ଶୈଳୀରେ କେଉଁ ଗ୍ରନ୍ଥଟି ରଚିତ? ଶିଶୁବେଦ, ଅମରକୋଷ, ଗୋରେଖ ସଂହିତା, ମୈସେନ୍ଦ୍ର ଗୀତା। ସଠିକ୍ ଉତ୍ତର ଅପସନ୍ ଏ, ଶିଶୁବେଦ। ପରବର୍ତ୍ତୀ ପ୍ରଶ୍ନ, ସାରଳା ମହାଭାରତରେ କେଉଁ ଗ୍ରନ୍ଥକୁ ପଞ୍ଚମ ବେଦ ଭାବରେ ଗ୍ରହଣ କରାଯାଇଛି? ଟୀକା ଗୋବିନ୍ଦ ଚନ୍ଦ୍ର, ଅମରକୋଷ, ମୈସେନ୍ଦ୍ର ଗୀତା, ଶିଶୁବେଦ। ସଠିକ୍ ଉତ୍ତର ଅପସନ୍ ଡି, ଶିଶୁବେଦ। ଚୈତନ୍ୟ ଦାସ କେଉଁ ପୁସ୍ତକକୁ ଏକ ପୁରାଣ ବୋଲି ବର୍ଣ୍ଣନା କରିଛନ୍ତି? ଅମରକୋଷ, ଗୋବିନ୍ଦ ଚନ୍ଦ୍ର, ଶିଶୁବେଦ, ଶିବ ସ୍ୱରୋଦୟ। ଚୈତନ୍ୟ ଦାସ କେଉଁ ପୁସ୍ତକକୁ ଏକ ପୁରାଣ ବୋଲି ବର୍ଣ୍ଣନା କରିଛନ୍ତି? ସଠିକ୍ ଉତ୍ତର ଅପସନ୍ ସି, ଶିଶୁବେଦ। ପରବର୍ତ୍ତୀ ପ୍ରଶ୍ନ, ନାଥ ଧର୍ମାବଲମ୍ବୀମାନଙ୍କୁ ଯୋଗୀ କାହିଁକି କୁହାଯାଏ? ସେମାନେ ପ୍ରତିଦିନ ଯୋଗ ସାଧନା କରିଥାନ୍ତି, ପ୍ରତିଦିନ ସେମାନେ ଭିକ୍ଷା କରୁଥିବାରୁ, ପ୍ରତିଦିନ ସେମାନେ ଶିବ ଓ ପାର୍ବତୀଙ୍କୁ ପ୍ରାର୍ଥନା କରୁଥିବାରୁ, ସେମାନେ ବୌଦ୍ଧ ଉପାସକ ଥିବାରୁ। ସଠିକ୍ ଉତ୍ତର ଅପସନ୍ ଏ, ସେମାନେ ପ୍ରତିଦିନ ଯୋଗ ସାଧନା କରିଥାନ୍ତି। ଡକ୍ଟର ଦୋଳଗୋବିନ୍ଦ ଶାସ୍ତ୍ରୀ ମୈସେନ୍ଦ୍ରନାଥଙ୍କ ଜନ୍ମସ୍ଥାନ କେଉଁଠାରେ ବୋଲି ପ୍ରମାଣ କରିଛନ୍ତି? ବଙ୍ଗଳା, ବିହାର, ନେପାଳ, ଓଡ଼ିଶା। ସଠିକ୍ ଉତ୍ତର ଅପସନ୍ ଡି, ଓଡ଼ିଶା। ଗୋବିନ୍ଦ ଚନ୍ଦ୍ର ପୁସ୍ତକର ରଚୟିତା କିଏ? ଉଦ୍ଧବ ଦାସ, ଯୋଗୀନ୍ଦ୍ର ଦୈବଜ୍ଞ ବିପ୍ର, ଗୋରେଖନାଥ, ଯଶୋବନ୍ତ ଦାସ। ଗୋବିନ୍ଦ ଚନ୍ଦ୍ର ପୁସ୍ତକର ରଚୟିତା କିଏ? ସଠିକ୍ ଉତ୍ତର ହେବ ଅପସନ୍ ଡି, ଯଶୋବନ୍ତ ଦାସ। ନାଥ ସିଦ୍ଧମାନଙ୍କ ସାଧନାରେ କାହାର ସ୍ଥାନ ନଥିଲା? ଯୋଗୀ, ବୌଦ୍ଧ, ସନ୍ନ୍ୟାସୀ, ନାରୀ। ସଠିକ୍ ଉତ୍ତର ଅପସନ୍ ଡି, ନାରୀ।
କେଉଁ ସାଧକ ଦ୍ୱୟଙ୍କୁ ନେଇ ବଙ୍ଗଳାର ନାଥ ସାହିତ୍ୟ ଗଢ଼ି ଉଠିଛି? ଗୋରେଖନାଥ ଓ ଛାୟାନାଥ, ମତ୍ସ୍ୟେନ୍ଦ୍ରନାଥ ଓ ତାରାନାଥ, ଗୋରେଖନାଥ ଓ ବିନ୍ଦୁନାଥ, ଗୋରେଖନାଥ ଓ ମୀନନାଥ। ସଠିକ୍ ଉତ୍ତର ଅପସନ୍ ଡି ଗୋରେଖନାଥ ଓ ମୀନନାଥ। ପରବର୍ତ୍ତୀ ପ୍ରଶ୍ନ, କେଉଁ ଦୁଇଟି ଧର୍ମର ସମନ୍ୱୟ ହେଉଛି ନାଥ ଧର୍ମ? ହିନ୍ଦୁ ଧର୍ମ ଓ ଶାକ୍ତ ଧର୍ମ, ବୌଦ୍ଧ ଧର୍ମ ଓ ଶାକ୍ତ ଧର୍ମ, ତାନ୍ତ୍ରିକ ବୌଦ୍ଧ ଧର୍ମ ଓ ତାନ୍ତ୍ରିକ ହିନ୍ଦୁ ଧର୍ମ, ବୌଦ୍ଧ ଧର୍ମ ଓ ଶୈବ ଧର୍ମ। ସଠିକ୍ ଉତ୍ତର ଅପସନ୍ ସି ତାନ୍ତ୍ରିକ ବୌଦ୍ଧ ଧର୍ମ ଓ ତାନ୍ତ୍ରିକ ହିନ୍ଦୁ ଧର୍ମ। ଶିଶୁ ବେଦକୁ ନାଦବ୍ରହ୍ମ ବୋଲି କିଏ କହିଛନ୍ତି? ଆର୍ତ୍ତବଲ୍ଲଭ ମହାନ୍ତି, ବଂଶୀଧର ମହାନ୍ତି, ନଟବର ସାମନ୍ତରାୟ, କୁଞ୍ଜବିହାରୀ ତ୍ରିପାଠୀ। ଶିଶୁ ବେଦକୁ ନାଦବ୍ରହ୍ମ ବୋଲି କିଏ କହିଛନ୍ତି? ସଠିକ୍ ଉତ୍ତର ଅପସନ୍ ସି ନଟବର ସାମନ୍ତରାୟ। ଓଡ଼ିଶାରେ ନାଥଧର୍ମୀ ପନ୍ଥୀ କେତେ ପ୍ରକାରର? 4, 6, 3, 2। ସଠିକ୍ ଉତ୍ତର ଅପସନ୍ ଡି 2। ଗୋରଖନାଥ ଆଣ୍ଡ ମେଡିଏଭାଲ ମିଷ୍ଟିସିଜିମ୍ ଗ୍ରନ୍ଥର ରଚୟିତା କିଏ? ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ, ଡକ୍ଟର କୁଞ୍ଜବିହାରୀ ତ୍ରିପାଠୀ, ଡକ୍ଟର ମୋହନ ସିଂ, ଡକ୍ଟର ଦୋଳଗୋବିନ୍ଦ ଶାସ୍ତ୍ରୀ। ସଠିକ୍ ଉତ୍ତର ଅପସନ୍ ସି ଡକ୍ଟର ମୋହନ ସିଂ। ନାଥ ଧର୍ମର ସାଧକମାନଙ୍କ ସମ୍ପର୍କରେ କେଉଁ ଗ୍ରନ୍ଥରେ ବହୁଳ ଭାବରେ ବର୍ଣ୍ଣନା କରାଯାଇଛି? ଅମରକୋଷ, ଲୋହି ଗୀତା, ସପ୍ତାଙ୍ଗ ଯୋଗ ଧାରଣ, ଅଷ୍ଟାଙ୍ଗ ଯୋଗ ଧାରଣ। ସଠିକ୍ ଉତ୍ତର ଅପସନ୍ ବି ଲୋହି ଗୀତା। ପରବର୍ତ୍ତୀ ପ୍ରଶ୍ନ, ଓଡ଼ିଶାର କେଉଁ ଅଞ୍ଚଳରେ ନାଥ ଧର୍ମର ରାଉଳ ପନ୍ଥୀମାନେ ବହୁଳ ଭାବରେ ଦେଖାଯାନ୍ତି? କୋରାପୁଟ ଓ ଗଞ୍ଜାମ, ସମ୍ବଲପୁର ଓ ବଲାଙ୍ଗୀର, ବରଗଡ଼ ଓ ମୟୂରଭଞ୍ଜ, କଳାହାଣ୍ଡି ଓ ବଲାଙ୍ଗୀର। ସଠିକ୍ ଉତ୍ତର ଅପସନ୍ ଡି କଳାହାଣ୍ଡି ଓ ବଲାଙ୍ଗୀର। ରୁଦ୍ର ସୁଧାନିଧି ଗ୍ରନ୍ଥଟି କେଉଁ ଶୈଳୀରେ ରଚିତ? ମୁକ୍ତକ, ଉତ୍କଳିକା ପ୍ରାୟ, ବୃତ୍ତଗନ୍ଧି, ଚୂର୍ଣ୍ଣକ। ସଠିକ୍ ଉତ୍ତର ହେବ ଅପସନ୍ ସି ବୃତ୍ତଗନ୍ଧି। ପରବର୍ତ୍ତୀ ପ୍ରଶ୍ନ, ରୁଦ୍ର ସୁଧାନିଧି ପୁସ୍ତକଟି କେଉଁ ଧର୍ମାବଲମ୍ବୀ ସାହିତ୍ୟ ରୂପେ ପରିଚିତ? ବୈଷ୍ଣବ, ଶାକ୍ତ, ବୌଦ୍ଧ, ଶୈବ। ସଠିକ୍ ଉତ୍ତର ହେବ ଅପସନ୍ ଡି ଶୈବ। ପରବର୍ତ୍ତୀ ପ୍ରଶ୍ନ, ରୁଦ୍ର ସୁଧାନିଧି ପୁସ୍ତକର ନାୟକ ରୁଦ୍ର ସୁଧାନିଧିର ପୂର୍ବଜନ୍ମର ନାମ କ'ଣ ଥିଲା? ଅଭିନବ ଚୈତନ୍ୟ, କାମାନନ୍ଦ, ଅନିଳ ଖେଚର, ଚନ୍ଦ୍ରଭାନୁ। ସଠିକ୍ ଉତ୍ତର ହେବ ଅପସନ୍ ଏ ଅଭିନବ ଚୈତନ୍ୟ। ପରବର୍ତ୍ତୀ ପ୍ରଶ୍ନ, ରୁଦ୍ର ସୁଧାନିଧି ପୁସ୍ତକର ନାୟିକାର ନାମ କ'ଣ? ଇଚ୍ଛାବତୀ, ପରିମଳା, ଚିତ୍ରକଳା, ଅବିଦ୍ୟା ମୃତ୍ୟୁ ସଞ୍ଜୀବନୀ, କରଣୀ। ସଠିକ୍ ଉତ୍ତର ଅପସନ୍ ଡି ଅବିଦ୍ୟା ମୃତ୍ୟୁ ସଞ୍ଜୀବନୀ, କରଣୀ। ଡକ୍ଟର କରୁଣାକର କରଙ୍କ ସମ୍ପାଦିତ ରୁଦ୍ର ସୁଧାନିଧି ପୁସ୍ତକ କେତେ ଖ୍ରୀଷ୍ଟାବ୍ଦରେ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶିତ ହୋଇଥିଲା? 1960, 1955, 1965, 1958। ସଠିକ୍ ଉତ୍ତର ଅପସନ୍ ସି 1965। କେଉଁ ପୁସ୍ତକରେ ଶୈବ, ଶାକ୍ତ ଓ ବୈଷ୍ଣବ ଧର୍ମର କଥା ବର୍ଣ୍ଣିତ ହୋଇଛି? କଳସା ଚଉତିସା, ଚତୁର ବିନୋଦ, ସୋମନାଥ ବ୍ରତ କଥା, ରୁଦ୍ର ସୁଧାନିଧି। ସଠିକ୍ ଉତ୍ତର ଅପସନ୍ ଡି ରୁଦ୍ର ସୁଧାନିଧି। ସୋମନାଥ ବ୍ରତ କଥା ପୁସ୍ତକରେ କେଉଁ ଧର୍ମ କଥା ଉଲ୍ଲିଖିତ ରହିଛି? ଜୈନ, ବୈଷ୍ଣବ, ବୌଦ୍ଧ, ଶୈବ। ସଠିକ୍ ଉତ୍ତର ଅପସନ୍ ଡି ଶୈବ।
କିଏ ସର୍ବପ୍ରଥମେ 1932 ଖ୍ରୀଷ୍ଟାବ୍ଦରେ ସୋମନାଥ ବ୍ରତ କଥାର କିଛି ଅଂଶ ପ୍ରାଚୀନ ଗଦ୍ୟ ପଦ୍ୟାଦର୍ଶ ପୁସ୍ତକରେ ପ୍ରକାଶ କରିଥିଲେ? ସୁରେନ୍ଦ୍ର ମହାନ୍ତି, ନଟବର ସାମନ୍ତରାୟ, ଅଧ୍ୟାପକ ଆର୍ତ୍ତବଲ୍ଲଭ ମହାନ୍ତି, ବଂଶୀଧର ମହାନ୍ତି। ସଠିକ୍ ଉତ୍ତର ହେବ ଅପସନ୍ ସି, ଅଧ୍ୟାପକ ଆର୍ତ୍ତବଲ୍ଲଭ ମହାନ୍ତି। ପରବର୍ତ୍ତୀ ପ୍ରଶ୍ନ, ଡକ୍ଟର ଜାନକୀ ବଲ୍ଲଭ ମହାନ୍ତି କେତେ ଖ୍ରୀଷ୍ଟାବ୍ଦରେ ସୋମନାଥ ବ୍ରତ କଥାକୁ ସଂଗ୍ରହ କରି ସମ୍ପୂର୍ଣ୍ଣ ରୂପେ ପ୍ରକାଶ କରିଥିଲେ? 1968, 1965, 1970, 1962। ସଠିକ୍ ଉତ୍ତର ଅପସନ୍ ଏ 1968। ପରବର୍ତ୍ତୀ ପ୍ରଶ୍ନ, ମାଡ଼ବ ବୋଲି ଦେଶ ତହିଁ ପାଟଡ଼ି ବୋଲି ନଗର, ତହିଁ ବୀର ବିକ୍ରମାଦିତ୍ୟ ବୋଲି ରାଜା, ସେ ରଜା ମହାପ୍ରତାପୀ, ସେ କଟକର ଅନେକ ମହିମା, ଘରେ ଘରେ ସୁବର୍ଣ୍ଣ କଳସ ବସାନ୍ତି, ଧବଳମୟ ପୁର ଅତି ସୁନ୍ଦର, ସୁବର୍ଣ୍ଣ କଳସ ଉପରେ ନେତ ପତାକା ଉଡ଼ାନ୍ତି ଇତ୍ୟାଦି ପ୍ରସଙ୍ଗ କେଉଁ ଗ୍ରନ୍ଥରେ ବର୍ଣ୍ଣିତ? ରୁଦ୍ର ସୁଧାନିଧି, ମାଦଳା ପାଞ୍ଜି, କଳସା ଚଉତିଶା, ସୋମନାଥ ବ୍ରତ କଥା। ସଠିକ୍ ଉତ୍ତର ଅପସନ୍ ଡି, ସୋମନାଥ ବ୍ରତ କଥା। ଭାଦ୍ରବ ମାସ ଶୁକ୍ଳ ପକ୍ଷ ଷଷ୍ଠୀ ଦିନରେ କେଉଁ ବ୍ରତ ପାଳନ କରାଯାଏ? ସୁଦଶା ବ୍ରତ, ସାବିତ୍ରୀ ବ୍ରତ, ସୋମନାଥ ବ୍ରତ, ରାଧାଷ୍ଟମୀ ବ୍ରତ। ସଠିକ୍ ଉତ୍ତର ଅପସନ୍ ସି, ସୋମନାଥ ବ୍ରତ। ପରବର୍ତ୍ତୀ ପ୍ରଶ୍ନ, 60 କାପୁଡ଼ି ଭିତରେ ପ୍ରବେଶ ହେଲେ ରାଜା କାପୁଡ଼ିଙ୍କି ଦେଖି ବଡ଼ ସନ୍ତୋଷ ହେଲେ, ସମସ୍ତ କାପୁଡ଼ିଙ୍କି ଆସନ ଦେଲେ, କାପୁଡ଼ିଆମାନେ ବୋଇଲେ ଆମେ ଭୋକା ହୋଇଅଛୁ, ଆମ୍ଭଙ୍କୁ ଭିକ୍ଷା ଦବ। ଏହି ପ୍ରସଙ୍ଗ କେଉଁ ଗ୍ରନ୍ଥରେ ଦେଖିବାକୁ ମିଳେ? କେଶବ କୋଇଲି, କଳସା ଚଉତିଶା, ରୁଦ୍ର ସୁଧାନିଧି, ସୋମନାଥ ବ୍ରତ କଥା। ସଠିକ୍ ଉତ୍ତର ଅପସନ୍ ଡି, ସୋମନାଥ ବ୍ରତ କଥା। କେଉଁ ଗ୍ରନ୍ଥର ନାୟକ ଅଭିନବ ଚୈତନ୍ୟ 50 ବର୍ଣ୍ଣଭେଦରେ ଶିବଙ୍କୁ ସ୍ତୁତି କରିଛି? ସୋମନାଥ ବ୍ରତ କଥା, ବିଦଗ୍ଧ ଚିନ୍ତାମଣି, ରୁଦ୍ର ସୁଧାନିଧି, କଳସା ଚଉତିଶା। ସଠିକ୍ ଉତ୍ତର ଅପସନ୍ ସି, ରୁଦ୍ର ସୁଧାନିଧି। ଓଡ଼ିଆ ସାହିତ୍ୟରେ ପ୍ରଥମ ଚଉତିଶାର ନାମ କ'ଣ? ମନବୋଧ ଚଉତିଶା, କଳସା ଚଉତିଶା, ଯମକରାଜ ଚଉତିଶା, ଆର୍ତ୍ତତ୍ରାଣ ଚଉତିଶା। ସଠିକ୍ ଉତ୍ତର ଅପସନ୍ ବି, କଳସା ଚଉତିଶା। କାମାନନ୍ଦ ଯୋଗୀ କେଉଁ ପୁସ୍ତକର ଖଳ ଚରିତ୍ର? ଚତୁର ବିନୋଦ, ଅମ୍ବିକା ବିଳାସ, ରୁଦ୍ର ସୁଧାନିଧି, ମାଦଳା ପାଞ୍ଜି। ସଠିକ୍ ଉତ୍ତର ଅପସନ୍ ସି, ରୁଦ୍ର ସୁଧାନିଧି। ରୁଦ୍ର ସୁଧାନିଧି ଗ୍ରନ୍ଥର ପ୍ରଥମ ଆଲୋଚକ କିଏ? ଡକ୍ଟର କରୁଣାକର କର, କୃଷ୍ଣଚରଣ ସାହୁ, ନଟବର ସାମନ୍ତରାୟ, ଆର୍ତ୍ତବଲ୍ଲଭ ମହାନ୍ତି। ସଠିକ୍ ଉତ୍ତର ଅପସନ୍ ଡି, ଆର୍ତ୍ତବଲ୍ଲଭ ମହାନ୍ତି। କଳସା ଶବ୍ଦର ଅର୍ଥ କ'ଣ? କଳସୀ, ସଂସ୍କୃତି, ମଙ୍ଗଳ ଗୀତି, କଳସ ନୃତ୍ୟ। ସଠିକ୍ ଉତ୍ତର ଅପସନ୍ ସି, ମଙ୍ଗଳ ଗୀତି। ପରବର୍ତ୍ତୀ ପ୍ରଶ୍ନ, ଆର୍ତ୍ତବଲ୍ଲଭ ମହାନ୍ତି କଳସା ଚଉତିଶାର ରଚୟିତା ବସା ଦାସଙ୍କୁ କେଉଁ ଶତାବ୍ଦୀର ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରିଛନ୍ତି? ପଞ୍ଚଦଶ, ଚତୁର୍ଦ୍ଦଶ, ତ୍ରୟୋଦଶ, ଷୋଡ଼ଶ। ସଠିକ୍ ଉତ୍ତର ଅପସନ୍ ବି, ଚତୁର୍ଦ୍ଦଶ। ପରବର୍ତ୍ତୀ ପ୍ରଶ୍ନ, କେଉଁ ଗ୍ରନ୍ଥରେ ଶିବ ଓ ପାର୍ବତୀଙ୍କ ବିବାହ ଉପାଖ୍ୟାନ ବର୍ଣ୍ଣିତ ଅଛି? ସୋମନାଥ ବ୍ରତ କଥା, ରୁଦ୍ର ସୁଧାନିଧି, କଳସା ଚଉତିଶା, ଶୈବାଗମ। ସଠିକ୍ ଉତ୍ତର ଅପସନ୍ ସି, କଳସା ଚଉତିଶା। ପରବର୍ତ୍ତୀ ପ୍ରଶ୍ନ, ଖୁଁ ଖୁଁ ଖାସ ସାହାସେଣ, ପେଲୁଅଛି ଧଇଁ, ଖର ନିଶ୍ୱାସ ବୁଢ଼ୀର ମାଥ ଲାଗେ ଭୁଇଁ, ଖଣ୍ଡିଆ ଯୋଗୀର ସଙ୍ଗେ ନାହିଁ ଜାନ ତାର, ଖଣ୍ଡିଆ ବଳଦ ବୁଢ଼ା ବାନ୍ଧିଛି ପାଖର। ଉକ୍ତ ଉଦ୍ଧୃତାଂଶଟି କେଉଁ ଗ୍ରନ୍ଥର? ରୁଦ୍ର ସୁଧାନିଧି, ସୋମନାଥ ବ୍ରତ କଥା, ମାଦଳା ପାଞ୍ଜି, କଳସା ଚଉତିଶା। ସଠିକ୍ ଉତ୍ତର ଅପସନ୍ ଡି, କଳସା ଚଉତିଶା।